ପାରି ନୂଆପଡ଼ା ବାହାଳଗଣ୍ଡ ପଞ୍ଚାୟତ ଅନ୍ତର୍ଗତ ବିକେବି ଉଚ୍ଚ ବିଦ୍ୟାଳୟ ପରିସରରେ 2005 ମେଟ୍ରିକ୍ ବ୍ୟାଚ୍ର ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ରତିକାନ୍ତ ଦାସଙ୍କ ସଂଯୋଜନାରେ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହସ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକେବି ଉଚ୍ଚ ବିଦ୍ୟାଳୟ ଓ ବାହାଳଗଣ୍ଡ ପାଟଣାସ୍ଥ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଓ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଉପସ୍ଥିତରେ ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ସାର୍ ଓ ମ୍ୟାଡାମମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ସାର୍ମାନଙ୍କର ଆଶୀଷ ଭିକ୍ଷା କରିଥିଲେ। 45 ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଗୁରୁଜୀ ଗୁରୁମାଗଣ ଛାତ୍ରଛାତ୍ରୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶିଳ୍ପାରାଣୀ ଖଟୁଆ ମଞ୍ଚକୁ ଆହ୍ୱାନ କରିଥିଲା ବେଳେ ମୃତ୍ୟୁଞ୍ଜୟ ଅରୁଫ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଦେବଲିନା ସାମଲ, ରଶ୍ମିତା ପରିଡ଼ା, ରଶ୍ମିରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ମହାନ୍ତି, ରବୀନ୍ଦ୍ର କୁମାର ସେଠୀ, ମିହିର କୁମାର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାହସ ବିହାରୀ ମହାନ୍ତି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ମୁଁ ଶ୍ରୀଯୁକ୍ତ ରାହସ ବିହାରୀ ମହାନ୍ତି এই বিকেবি উচ্চ বিদ্যালয়র প্রাক্তন প্রধান শিক্ষক ছাত্রছাত্রী মানଙ୍କର ଆଜି ଯେଉଁ ଗୁରୁ ପୂଜନ ଆଉ ବନ୍ଧୁ ମିଳନ କରି ସେ ଯେ ଏଭଳି ଏକ ଆଦର୍ଶ ସୃଷ୍ଟି କଲେ ଯାହାକି ଅବର୍ଣ୍ଣନୀୟ। କାହିଁକି ନା ସେମାନେ ମନେ ରଖିଛନ୍ତି ଯେ ମାଇନର ସ୍କୁଲ ଯେ ଯେଉଁ ସାର୍ ମାନେ ସେତେବେଳେ ପଢ଼େଇଥିଲେ ସେମାନଙ୍କୁ ମଧ୍ୟ ଏ ଜାଗାକୁ ନିମନ୍ତ୍ରଣ କରିକି ଆଣିଛନ୍ତି। ହାଇସ୍କୁଲର ଶିକ୍ଷକ, ମାଇନର ସ୍କୁଲର ଶିକ୍ଷକ ଆଉ ଅତିଥି ଶିକ୍ଷକ ଏବଂ ସମସ୍ତ ଅତିଥିମାନଙ୍କୁ ସେଭଳି ଯେଉଁଭଳି ଭାବରେ ଏକତ୍ରିତ କରିପାରିଛନ୍ତି ସେଟା ଯଥେଷ୍ଟ ମାନେ ବହୁତ ପ୍ରଶଂସନୀୟ। ଏଇଭଳି ଭାବରେ ଏକ ନିଆରା ଗୁରୁ ପୂଜନ କାର୍ଯ୍ୟକ୍ରମ ଏମାନେ କଲେ, ଯୋଉଟା ଯେ ପ୍ରାୟ 40ରୁ 45 ପିଲା ଆସିଥିଲେ। ତାଙ୍କ ବ୍ୟାଚ୍ରେ ଯଦିଓ 50-55 ପିଲା ଥିଲେ, କିନ୍ତୁ 40-45 ଜଣ ପିଲା ବହୁ ସଂଖ୍ୟାର ପିଲା ଆସିକି ଭାଗ ନେଲେ। ଏଟା ବହୁତ ଖୁସି ଲାଗିଲା ଏବଂ ସେମାନଙ୍କର ଯୋଉ ସମାଜ ପ୍ରତି ଯୋଉ କର୍ତ୍ତବ୍ୟ ଅଛି, ଆମର ଯୋଉ ଜାତି ମାନେ ଦେଶର ସଂସ୍କୃତି, ରାଜ୍ୟର ସଂସ୍କୃତି ପରମ୍ପରା ତାକୁ ବଜେଇ ରଖିବା ପାଇଁ ସେମାନେ ଯୋଉଭଳି ଭାବରେ ପରମ୍ପରାର ପୂଜାର ପରମ୍ପରାକୁ ସେ ବଜେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ସେମାନଙ୍କୁ ଅଶେଷ ଧନ୍ୟବାଦ ଏବଂ ସେମାନଙ୍କର ଏହି ମାନେ ମନ ଭିତରେ ଏଇ ଯୋଉ ଭାବନା, ଏ ଭାବନାଟା ସବୁବେଳେ କେମିତି ଥାଉ, ଭବିଷ୍ୟତରେ ମଧ୍ୟ ଯଦି ସେଇଭଳି ସୁଯୋଗ ଆସେ ସେମାନେ ପୁଣି ଆଉ ଏକତ୍ରିତ ହେଇକି ଏଇ ଗେଟ୍ ଟୁଗେଦର କରନ୍ତୁ ଏବଂ ଶିକ୍ଷକ ମାନଙ୍କ କଥା ଟିକେ ମନେ ପକାନ୍ତୁ। ମୋ ନାଁ ରଶ୍ମିତା ପରିଡ଼ା। ମୁଁ 2005 ମସିହା ପିଲା। ଏବେଠୁ ପିଲାମାନେ ଆମକୁ ଯଦି ଫୋନ କଲେ ମାନେ ଉତ୍ସାହିତ ସହିତ ଆମେ ଅପେକ୍ଷା କରିଥିଲୁ କେବେଠୁ ସେଦିନ କେବେ ଆସିବ। ଆମେ ସବୁ ସାର୍ଙ୍କ ସହିତ ଆମେ ଭେଟ ହବୁ। ମାନେ ଏତେ ଦିନର ମତେ କହିବାକୁ ଆଉ ମାନେ ହେଇପାରୁନି ଯେ ଏତେ ଖୁସିର ସାର୍ମାନଙ୍କୁ ଦେଖିକି ସାର୍ଙ୍କ ମାନେ ଆଶୀଷ ତାଙ୍କ ମାନେ ହାତ ଅଛି ବୋଲି ମୁଁ ଆଜି ହିଷ୍ଟ୍ରି MA କରିଛି। ଯାଇକି ପାଠ ପଢିକି ମୋ ଛୁଆକୁ ବି ଆଗକୁ ମଣିଷ କରିବାକୁ ଚାହୁଁଛି। ସାର୍ଙ୍କ ଆଶୀର୍ବାଦ ଅଛି। ଆଉ ପିଲାମାନଙ୍କ ଉତ୍ସାହିତର ପିଲାମାନଙ୍କ ମାନେ ଯୋଗାଯୋଗ ଇଏରୁ ଆଜି ବହୁତ ଖୁସି ଲାଗିଲା। ସାର୍ଙ୍କ ଆଶୀର୍ବାଦରୁ ଆମେ ଏତେ ବାଟ ଯାଇଛୁ, ଆଗକୁ ବି ଆମେ ଯିବୁ ସାର୍ଙ୍କ ଆଶୀର୍ବାଦ। ମୋ ନାଁ ଶ୍ରୀଯୁକ୍ତ ଦିବାକର ଦାସ। ମୁଁ ବିକେବି ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ। ଯୋଉ ପିଲାମାନଙ୍କ ଦ୍ୱାରା ଯୋଉ ଗୁରୁ ପୂଜନ ଏବଂ ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା, ତାଙ୍କୁ ମୁଁ ଭୁରି ପ୍ରଶଂସା ନ କରି ରହିପାରିବି ନାହିଁ। କାରଣ ସେ ପିଲାମାନଙ୍କୁ ଆମେ ଗଢିଛୁ ଏଭଳି ଭାବରେ, ସେମାନେ କେବେ ହେଲେ ଗୁରୁ ପରମ୍ପରାକୁ କେବେ ହେଲେ ଭୁଲି ପାରିବେ ନାହିଁ। ସେ ମଧ୍ୟ ଆମ ବିଦ୍ୟାଳୟର ଗୋଟେ ରତ୍ନ ସଦୃଶ ଥିଲେ ଏବଂ ଆମର ସେଇ ଶ୍ରଦ୍ଧା ଆଶୀଷ ତାଙ୍କ ଉପରେ ସବୁଦିନ ପାଇଁ ଥାଉ, ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ମୁଁ ଶ୍ରୀ ଧର୍ମେନ୍ଦ୍ର ପରିଡ଼ା, ସହକାରୀ ଶିକ୍ଷକ, ନୃସିଂହଜୀ ମିଡ଼ିୟମ ନୋଡାଲ ହାଇସ୍କୁଲ। ମୁଁ এই ବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲି ଏବଂ ପିଲାମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ଆଜି ଆସିଥିଲି। ନିଆଁ ଢଙ୍ଗରେ ଯୋଉ ଗୁରୁ ପୂଜନ ଏବଂ ବନ୍ଧୁମିଳନ ଉତ୍ସବ ବହୁତ ଉଚ୍ଚକୋଟୀର ଥିଲା। ପିଲାମାନଙ୍କ ସମସ୍ତେ ସହଯୋଗରେ ଏ କାର୍ଯ୍ୟକ୍ରମ ହେଇଛି। ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଏବଂ ଗୁରୁ ପୂଜନକୁ ଖୁବ ଠିକ ଢଙ୍ଗରେ ମଧ୍ୟ ପାଳନ କରିଥିଲେ ପିଲାମାନେ। ଶ୍ରୀ ଚିତ୍ତରଞ୍ଜନ ସାହୁ, ସହକାରୀ ଶିକ୍ଷକ, ହାବଳଗଣ୍ଡ ପାଟଣା UP ସ୍କୁଲ। 2005 ବ୍ୟାଚର ପିଲାମାନେ ବନ୍ଧୁମିଳନ ଉତ୍ସବ ଏବଂ ଗୁରୁ ବନ୍ଦନା କଲେ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଆକର୍ଷଣୀୟ। ସେମାନଙ୍କର ଉଦ୍ୟମକୁ ସାଧୁବାଦ। ସେମାନେ ଯୋଉ ପରିମାଣରେ
ଆଜି ଆଚରଣ ପ୍ରଦର୍ଶନ କଲେ, ଆମମାନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଏବଂ ସେମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କଲେ, ଯେତେ ପ୍ରଶଂସା କଲେ ବି କମ୍ ହେବ। ଆଳିରୁ ସରୋଜ କୁମାର ବେହେରାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।